Hello friends, welcome to Utkal Edutech YouTube channel। ତ ଆଜି ଏହି ଭିଡ଼ିଓରେ ଆମେମାନେ ଡିସ୍କସନ୍ କରିବା OSSC CGL 2024ର କ୍ୟାସଲେଟ୍ DI ବିଷୟରେ, ଯେଉଁଟାକି DI ସେଟ୍ 2। ଓକେ, DI ସେଟ୍ 1ଟା ଆମେମାନେ ଅଲରେଡ଼ି ଡିସ୍କସନ୍ କରିଛନ୍ତି, ସେ ଭିଡ଼ିଓଟି ଚ୍ୟାନେଲରେ ଅଛି। ତ ସେଇ ଭିଡ଼ିଓଟିକୁ ଆପଣମାନେ ଯାଇକି ଦେଖିପାରିବେ। ତ ଆମେ ଆଉ ଡେରି ନ କରିକି ଭିଡ଼ିଓଟିକୁ ଆରମ୍ଭ କରିବା। କେମିତି କ୍ୟାସଲେଟ୍ DIକୁ ଆପଣମାନେ ଆପ୍ରୋଚ୍ କରିବେ ସେଟାକୁ ଆମେ ଦେଖିବା, ସଲ୍ଭ କରିକି ଦେଖିବା। ଓକେ, ତ କ୍ୱେଶ୍ଚିନ୍ଟା ହେଉଛି, ଏ ସ୍କୁଲ କନସିଷ୍ଟିଂ ଅଫ୍ a total of 1560 students has boys and girls in the ratio of 7:5 respectively। ତ କ'ଣ ଦେଲା ସେଟାକୁ ପ୍ରଥମେ ଆପଣମାନେ ନୋଟ୍ କରିବା ଦରକାର। 1560 ଦେଇଛି ଟୋଟାଲ ଷ୍ଟୁଡେଣ୍ଟ, ସେଥିରେ ବଏଜ୍ ହେଉଛନ୍ତି ଆଉ ଗର୍ଲସ ହେଉଛନ୍ତି in the ratio of 7:5 that is given in the question। ତ 1560କୁ ସିମ୍ପଲି 7×12ରେ ଆମେ ହରିଦେବା, 7ରେ ଗୁଣିବା ଆଉ 5ରେ ଗୁଣିବା। ତ 12×12 32 130 130 ଯେ 491 910 ଇଏ ହେଉଛି 130 × 5 କଲେ 650। ଏଥିରେ ବୁଝିପାରିଲେ, ଏଥିରେ କିଛି ରକେଟ୍ ସାଇନ୍ସ ଜିନିଷ ନାହିଁ। ତ ସିମ୍ପଲି ମୁଁ ହରେଇଲି 12ରେ, 7ରେ ଗୁଣିଲି, 5ରେ ଗୁଣିଲି। 7ରେ ଗୁଣିବାରେ ଟୋଟାଲ ନମ୍ବର ବଏଜ୍ ଆମକୁ ମିଳିଲା 910, ଟୋଟାଲ ନମ୍ବର ଗର୍ଲସ ମିଳିଲେ 650। ସିମ୍ପଲି ତ ବାହାରିଗଲା। ନେକ୍ସଟ ପଢ଼ିବା କ'ଣ କ୍ୱେଶ୍ଚିନ୍ ଦେଉଛି। All the students are enrolled in different types of hobby। ସମସ୍ତେ ବଏଜ୍, ଟୋଟାଲ ନମ୍ବର ଅଫ୍ ବଏଜ୍ ଆଣ୍ଡ ଗର୍ଲସ, ଅଲ୍ ଦ ଷ୍ଟୁଡେଣ୍ଟସ୍ କଥା କହିଲା, ସେମାନେ ଡିଫରେଣ୍ଟ ଟାଇପ୍ର ହବିରେ ଇନଭଲ୍ଭ ରହୁଛନ୍ତି, ପାର୍ଟିସିପେଟ୍ କରୁଛନ୍ତି, ଏନରୋଲ୍ କରୁଛନ୍ତି। ହବିଜ୍ ଗୁଡ଼ିକ ହେଉଛି ସିଙ୍ଗିଂ, ଡ୍ୟାନ୍ସିଂ ଆଣ୍ଡ ପେଣ୍ଟିଂ। ତାମାନେ ଏଥିରେ ଜାଣିଲେ ଆମେ ଏଇଟାକୁ ଭେନ୍ ଡାଇଗ୍ରାମରେ ସଲ୍ଭ କରିବା। ତାମାନେ ଏଇ ଯେଉଁ 1560 ଟୋଟାଲ ଷ୍ଟୁଡେଣ୍ଟ ରହିଲେ, ଏମାନଙ୍କ ଭିତରୁ ବଏଜ୍ ହେଉଛନ୍ତି ଏତିକି, ଗର୍ଲସ ହେଉଛନ୍ତି ଏତିକି। ତାହେଲେ ବଏଜ୍ ମାନେ ବି ପାର୍ଟିସିପେଟ୍ କରୁଛନ୍ତି, ଗର୍ଲସ ମାନେ ବି ପାର୍ଟିସିପେଟ୍ କରୁଛନ୍ତି। ତେଣୁ ଆମେ ଦୁଇଟା ଭେନ୍ ଡାଇଗ୍ରାମ ଏଠି କରିଦେଲେ ଆମକୁ ସହଜ ହେବ। ବୁଝିପାରୁଛନ୍ତି ତ, କୌଣସି ପ୍ରକାର ଇଏ ହେବନି। ଭେନ୍ ଡାଇଗ୍ରାମଟାକୁ ମୁଁ ଭଲ ଭାବରେ ଠିକ୍ ସ୍ପଷ୍ଟ ଭାବରେ ଆପଣଙ୍କୁ କରିକି ଦେଖିବାକୁ ଚାହିଁବି। ତ ବଏଜ୍ ମାନଙ୍କ ପାଇଁ ଗୋଟେ ଭେନ୍ ଡାଇଗ୍ରାମ, ଗର୍ଲସ ମାନଙ୍କ ପାଇଁ ଆଉ ଗୋଟେ। ଠିକ୍ ଅଛି, ଇଏ ହେଉଛନ୍ତି ବଏଜ୍, ଯେଉଁଟାକି ଆମେ ବାହାରିଲା 910। ଇଏ ହେଉଛନ୍ତି ଗର୍ଲସ, ଯେଉଁଟାକି ବାହାରିଲା 650 ଟୋଟାଲ। ଆଚ୍ଛା, ଆମର ଦେଇଛି ଏଠି ହବିଜ୍ କ'ଣ କ'ଣ ରହିଲା, ସିଙ୍ଗିଂ, ଡ୍ୟାନ୍ସିଂ, ପେଣ୍ଟିଂ। ଠିକ୍ ଅଛି, ସିଙ୍ଗିଂ, ଡ୍ୟାନ୍ସିଂ, ପେଣ୍ଟିଂ। ସେ କହିଲା, ନେକ୍ସଟ ଲାଇନ୍ ପଢ଼ନ୍ତୁ ଆପଣ। 1/5 of the boys, 1/5 of the boys are enrolled in only dancing classes। ତ ବଏଜ୍ ଟୋଟାଲ ଅଛନ୍ତି କେତେ, 910। 910 1/5 କେତେ, 5ରେ ହରିବେ, 5 5, 5 40, 5 10, 1/5 ହେଇଗଲା 182। 1/5 of the boys are enrolled in only dancing class। only dancing class କହିଲେ ଏଇ ପାର୍ଟଟା, ଆପଣ ଏଇଟା ଡ୍ୟାନ୍ସିଂ ଲେଖା ହେଇଛି ନା, only dancing କହିଲେ ଏଇ ପାର୍ଟଟା। only dancing ଆସିବ 1/5 ହେଲେ 182। ସିମ୍ପଲି ଆପଣ ଏଠି ଲେଖିବେ, ଏଇଟା ବଏଜ୍ରେ ଲେଖା ହେଲା। ଦେଖନ୍ତୁ ଆପଣଙ୍କର କ୍ୱେଶ୍ଚିନ୍ ଦେଇଛି 1/5 of the boys are enrolled in only dancing classes। ନେକ୍ସଟ ଲାଇନ୍ ପଢ଼ନ୍ତୁ। 20% of the girls, girls କହିଲା 20% of the girls enrolled in only painting classes। ତ ଆମେ ଗାର୍ଲସର ଭେନ୍ ଡାଇଗ୍ରାମକୁ ପଳେଇ ଆସିବା। ଗାର୍ଲସ ଟୋଟାଲ ଅଛନ୍ତି କେତେ, 650। 650 ଅଛନ୍ତି, 650ର 20% ହେଉଛି 130। 20% of the girls are enrolled in only painting classes। ପେଣ୍ଟିଂ ହେଉଛି ଏଇଟା, only painting ହେଉଛି ଏଇଟା, 130। ନେକ୍ସଟ ପଢ଼ନ୍ତୁ। 10% of the boys are enrolled in 10% of the boys enrolled in only singing। only singing ମାନେ ଏଇ ପାର୍ଟଟା। 10% of the boys କହୁଛି ମାନେ ବଏଜ୍ର ଭେନ୍ ଡାଇଗ୍ରାମକୁ ଆସିଲେ ସିଙ୍ଗିଂ, only singing ମାନେ ଏଇ ପାର୍ଟଟା। 10% 910ର 10% କେତେ, 91 ନା, ତ ସେଇଟା ଲେଖିଲେ ମୁଁ। ଦେନ୍ କହିଲା 24% the girls are enrolled in both singing and dancing। both singing and dancing କହିଲା, ଦେଖନ୍ତୁ both singing and dancing, ଗାର୍ଲସର 24%,
650 24% केमती कैलकुलेशन करिए 650 गुणन 24/100 सिंपल सिंपल स्टेप कौन सी पाखे आपको रॉकेट चेंज करके कैलकुलेशन करार ना 5 रे काटिले 13 गला एटा 2 रे काटिले 12 गला 12 × 13 कले आपन आसी होची 156 तो आपन प्रैक्टिस करले मुहरे मुहरे कैलकुलेशन करि परिबे ठीक अछि 13 × 12 156 केमती होला आपन हेतको जानि दरकार 12 × 12 होची 144 12 × 13 कले 156 आसीबो सेटा आपन रेगुलर प्रैक्टिस करला परे आपन कैलकुलेशन स्पीड बढ़ी जो ठीक अछि नेक्स्ट कहला 24% of the girls are enrolled in both singing and dancing तो both singing and dancing को पट्टा होला एटा सिंगिंग एटा डांसिंग both rest इज एटा 156 right number of girls enrolled in only singing girls रही only singing माने ये पट्टा is 200% of the boys 200% माने 200 वैसा है into 200% of the boys enrolled in the same माने only singing boys केते अछि 91 91 रो 200% से 182 तमाने गर्ल्स रो ओनली सिंगिंग पार्ट अछि 182 क्वेश्चन लाइन ता बुझी परले ना बुझी परले नंबर ऑफ गर्ल्स enrolled in only singing class is 200% of the boys enrolled in the same माने only singing होची boys रो 91 तार 200% होची गर्ल्स रो सिंगिंग that is 182 next line पढंतु 1/13 of the boys are enrolled in all three classes together boys कथा होची तो boys रो वेन डायग्राम को जेबा all three classes होची इटा सिंगिंग भी जाउची डांसिंग भी जाउची पेंटिंग भी जाउची that part okay 1/13 of the boys 910 रो 1/13 1/13 into 910 बुझिगलो केते आछि 70 ना 410 91 এই পার্টটা 70 next পড়ন্তু next line the ratio of the boys enrolled in dancing and painting गोटे boys dancing and painting মানে এটা যে dancing এটা painting মানে এই পার্টটা ওকে এই পার্টটা together to girls enrolled in the same is 2:1 same মানে কোন dancing and painting girls মানে এই পার্টটা হচ্ছে 2:1 ये যদি 2x हुए ये होची x respectively ता आगु को पढ़ले हमर x ର वैल्यू बाहरिबो आगु पढंतु 10% of the girls enrolled in only dancing classes देखंतु only dancing class माने एटा गर्ल्स रो कथा कहला तो गर्ल्स रो वेन डायग्राम को हम आसिले तापर only dancing class कथा कहउची तो girls are enrolled in only dancing classes 10% 650 पे 10% केते 65 ना नेक्स्ट पढंतु whereas 8% of girls enrolled in both dancing and painting माने x ର वैल्यू हम बाहर जो 8% whereas आउथरे लाइन टाको पढंतु whereas 8% of the girls are enrolled in both dancing and painting 650 रा 8% 650 रा 8% 8 भी सही होगा ना 5 करले 2 5 करले 13 2 रे काटले 4 4 को 52 हो गला तो x रो वैल्यू यदि 52 होला हमको एठी 2x रो वैल्यू बाहर जीवो 104 इट इज क्वाइट सिंपल मैन ओके तो एठी x रो वैल्यू यदि आसिला हमको 52 2x रो वैल्यू बाहर गला 104 तो हम एटा काटि दबा बर्तन x और 2x रो बीच माने नहीं एठी नेक्स्ट पढंतु the remaining girls are enrolled in all three classes तणु आपण माने एठी मिसंतु टोटल टा केते होला केमती मिसेबे तर इजी मेथड होची हम आपण को 3 डिजिट वाला नंबर उठांतु 100 100 100 300 होला तो 300 लिखंतु तापर 2 डिजिट रहला 80 50 130 130 60 190 240 येला 270 होला तो यूनिट डिजिट वाला देखंतु 2 4 2 8 8 5 13 13 2 15 केते होला 585 ऑलरेडी 585 पड़ेला तो रिमेनिंग केते बाहरिबो 650 माइनस 585 मुहरे मुहरे यो 65 तो 65 होची रिमेनिंग आपनकर ऑल that is what it is given here the remaining girls are enrolled in all the three classes together माने एटा आपनकर 0 इ पत्ता 0 only
both singing and painting is zero. He is not talking about it. Okay, that part is zero. ବୁଝିଗଲେ? ତ ଗାଉସର ଆମର ଟୋଟାଲ ସରିଗଲା, କାମ କମ୍ପ୍ଲିଟ୍। ନେକ୍ସଟ ପଢ଼ିବା ଆମେ ବଏଜଟା କମ୍ପ୍ଲିଟ୍ କରିବା। ଦ ନମ୍ବର ଅଫ୍ ବଏଜ୍ ଏନରୋଲ୍ଡ ଇନ୍ ସିଙ୍ଗିଂ ଆଣ୍ଡ ଡ୍ୟାନ୍ସିଂ ଟୁଗେଦର। ସିଙ୍ଗିଂ ଆଣ୍ଡ ଡ୍ୟାନ୍ସିଂର ବଏଜ୍ ମାନେ କୋଉଟା? ଏଇ ଦୁଇଟା ମିଶିକି ଏଇ ପାର୍ଟଟା is 50% of number of girls enrolled in the same। ତା ମାନେ 156 ର 50%। 50% ମାନେ କ'ଣ? ଡିଭାଇଡେଡ୍ ବାଇ 2 ନା, କେତେ ହେଉଛି? 156ର 50% କେତେ ହେଲା? 14, 216, ସିମ୍ପଲି 78 ହେଲା ନା। ନେକ୍ସଟ ପଢ଼ନ୍ତୁ। The remaining boys are enrolled in only painting classes। only painting ମାନେ ଏଇଟା ରିମେନିଂ ବଏଜ୍। ତ ଟୋଟାଲଟାକୁ ମିଶାନ୍ତୁ ଆପଣ, ମାଇନସ୍ କରିବେ 910ରୁ। ଟୋଟାଲଟାକୁ ମିଶାଇବେ କେମିତି? ସେମ୍ ଫର୍ମୁଲା କହିଲି, 3 ଡିଜିଟ୍ର ବାଲା ନିଅନ୍ତୁ। 100, 200 ହେଇଗଲା ହେଲା। ତ ରିମେନିଂ ହେଲା 80, ଇଏ ହେଲା 70, 150, 220, 220, 310, 310 ଦେଖନ୍ତୁ। ତାପରେ ଦେଖନ୍ତୁ ଏଗୁଡ଼ିକ ୟୁନିଟ୍ ଡିଜିଟ୍ ରହିଲା। ଆଉ 10, 11, 11 3 15, ତ 515। 515 ଯଦି ହେଲା ତ ରିମେନିଂଟା କେତେ ହେଲା? କେତେ ହେଲା ଆପଣ କୁହନ୍ତୁ? 910ରୁ ମାଇନସ୍ କରନ୍ତୁ। 910, 515, 10 ହେଲେ 5, ଇଏ ହେଲା 10ରେ 1 ହେଲେ 9, ଆଉ ନା ଏଠି କ'ଣଟା ଭୁଲ ହେଉଛି ଆକ୍ଚୁଆଲି। ଆପଣ ଦେଖନ୍ତୁ, ହିସାବ କରନ୍ତୁ। 100, 100, 200 ହେଲା, ଏଇଟା ହେଲା 80, 80, 70, 150, 220, 220, ଇଏ ହେଲା 310, 310 ହେଲା, ଇଏ ହେଲା 25, 525 ହେଉଛି ଏଠି ଆପଣଙ୍କର। ଠିକ୍ ଅଛି, 525 ମାଇନସ୍ 910, 525 ମାଇନସ୍ 910, 10 ହେଲେ 5, 10 ହେଲେ 8, 8ରୁ 5 ହେଲେ 3, 385। ତ ଆମର କ୍ୟାଲକୁଲେଟଟା କମ୍ପ୍ଲିଟ୍ ହେଇଗଲା। ଇଏ ହେଇଗଲା ବଏଜ୍ର ଡାଟା, ଇଏ ହେଇଗଲା ଗାର୍ଲସ୍ ଡାଟା। ତ ଏଇ ଯେଉଁ ରିମେନିଂ ଜିନିଷଟା ଜିରୋ ହେବ, କାହିଁକିନା ଏହା ଭିତରେ ସେ କୌଣସି ପ୍ରକାର କହୁନି। ରିମେନିଂଟା ଟୋଟାଲ୍ ଯେତିକି ରହିଗଲା ଓନ୍ଲି ପେଣ୍ଟିଂ ହୁଇଚ୍, ସେମ୍ ଜିନିଷ ଠିକ୍। ତ ୟାର ନେକ୍ସଟ କ୍ୱେଶ୍ଚନ୍ସ ଗୁଡ଼ିକ ଆପଣମାନେ ଇଜିଲି ସଲ୍ଭ କରିପାରିବେ। ପୁରା ଟୋଟାଲ୍ ଡାଟା ଯେତେବେଳେ ଏକ୍ସଟ୍ରାକ୍ଟ ହେଇଯାଉଛି ଆମର, ଆଉ କ୍ୱେଶ୍ଚନ୍ରେ କିଛି ରହୁନି। ବୁଝିପାରିଲେ? ବାକି ଆପଣମାନେ କେଉଁ ଏରିଆଟା କ'ଣ ଜାଣିବା ଦରକାର ନିଶ୍ଚିନ୍ତ ଭାବରେ। ଏଇ ପାର୍ଟଟା ହେଉଛି ଓନ୍ଲି ସିଙ୍ଗିଂ ଅଫ୍ ବଏଜ୍, ଓନ୍ଲି ଡ୍ୟାନ୍ସିଂ, ଓନ୍ଲି ପେଣ୍ଟିଂ। ଓକେ, ଆଣ୍ଡ ଏଇ ପାର୍ଟଟା ହେଉଛି ଆପଣଙ୍କର ଅଲ୍ 3, ସିଙ୍ଗିଂ, ଡ୍ୟାନ୍ସିଂ ଆଣ୍ଡ ପେଣ୍ଟିଂ 70। ବୋଥ୍ ସିଙ୍ଗିଂ ଆଣ୍ଡ ଡ୍ୟାନ୍ସିଂ କହିଲେ 78, ବୋଥ୍ ଡ୍ୟାନ୍ସିଂ ପେଣ୍ଟିଂ କହିଲେ 104। ବୁଝିପାରିଲେ? ବୋଥ୍ ସିଙ୍ଗିଂ ଆଣ୍ଡ ପେଣ୍ଟିଂ କହିଲେ 0, ବୋଥ୍ ସିଙ୍ଗିଂ ଡ୍ୟାନ୍ସିଂ କହିଲେ 78। এই ଜିନିଷ ଗୁଡ଼ିକ ଆପଣଙ୍କ ଜାଣିବା ଦରକାର, ଆଉ ଧ୍ୟାନ ଦେଇକି କ୍ୱେଶ୍ଚିନ୍ଟାକୁ ସଲ୍ଭ କରିବାର ଅଛି। ତ ଏତିକି ଥିଲା ଏଇଟା DI ସେଟ୍ 2। ତ ଆପଣ ହୋପ୍ କରୁଛି ଆପଣମାନେ ବୁଝିପାରିଥିବେ ଭଲ ଭାବରେ। ଧନ୍ୟବାଦ।